ତମେ ତମେ ଆଶୀର୍ବାଦ ଦେଲେ ଆମ ଘର ପାଇଁ ଭଲ। ଏବେ ସେଇ ଲୋକମାନଙ୍କୁ ଡାକି ମତେ କହୁଛନ୍ତି, ମୁଁ ସେଠାରେ ଗର୍ବ ଫିଲ୍ ହଉଛି। ଯାହା ହଉ ମୁଁ ଗୋଟେ ପି ଗଣପତିରୁ ଗୁନଗୁନ ହେଇଛି, ବହୁତ ଭଲ ଗୁନଗୁନକୁ ସମସ୍ତେ ଆକ୍ସେପ୍ଟ କଲେ, ଆକ୍ସେପ୍ଟ କରୁଛନ୍ତି। ମାନେ सोसाइटी भी एक्सेप्ट Accept କରିଗଲା। କରୁଛନ୍ତି, ଏବେ ବହୁତ କରୁଛନ୍ତି। अच्छा गुनगुन जो कहले जे ମୁଁ ବି ଭାବୁଥିଲି ମତେ ତାଙ୍କ ଭଳିଆ ହବାର ଅଛି, କିନ୍ତୁ ତାଙ୍କ ଭଳିଆ ମତେ କାମ କରିବାର ନାହିଁ। ନାହିଁ ତ କଣ ଏମିତି ଧାରଣା ଥିଲା ତମର ବି ଯେ ମାନେ କରୁଛନ୍ତି ଆଉ ମୁଁ ସେଇଟା କରିବିନି? ମାନେ ସେମାନେ କରୁଛନ୍ତି ଯଦି ତାଙ୍କ କଷ୍ଟରେ କରୁଛନ୍ତି, ତାଙ୍କୁ ବି ମୁଁ ପଦେ କହିପାରିବିନି। ମୁଁ ଏନେ ସବୁ ଛୋଟ କାମ ହଉ ବଡ କାମ ମୁଁ କରିପାରିବି, ତାଙ୍କେ ଆଗ କରିକି ଆଇନାହାନ୍ତି, ତାଙ୍କେ କରିପାରିବେନି। ସେଥିପାଇଁ ସେ ତାଙ୍କେ ଟ୍ରେନ ଦେଇକି ହଉ ରୋଡ ରାସ୍ତାରେ କିଏ ଠିଆ ହଉଛନ୍ତି, ମୁଁ ତାଙ୍କୁ ଭୁଲ ଧାରଣା ଦେଇପାରିବିନି। କାହିଁକି ତାଙ୍କର ଆଗରୁ କରିକି ଆଉଛନ୍ତି, କରୁଛନ୍ତି, କରନ୍ତୁ ସେଇଥିରେ ମୁଁ ମାନେ ନେଇ। ଏଇଟା କିନ୍ତୁ କଣ ଟ୍ରାନ୍ସଜେଣ୍ଡରଙ୍କର ଗୋଟେ ମଜବୁରି କହିବା ହଁ ଯେ ମଜବୁରିଟା, ସେମାନେ ପୁରା ମଜବୁରିଟା। ରୋଡ ସାଇଡ ରେ ଠିଆ ହବାକୁ ଗୋଟେ ବାଧ୍ୟ ହଉଛନ୍ତି। ଶୁଣନ୍ତୁ, ଗୋଟେ ସରକାର ଟା ଟ୍ରାନ୍ସଜେଣ୍ଡର ପାଇଁ ଗୋଟେ 10ଟା କାମ ବାହାର କରୁଛି। 10ଟାରୁ ଆମର ଟ୍ରାନ୍ସଜେଣ୍ଡର 100ଟା ଅଛନ୍ତି, ଆଉ 90 ପିଲାମାନେ କୁଆଡେ ଯିବେ? 10 ଜଣଙ୍କୁ କାମଟା ପାଇଲେ ଆଉ 90 ଜଣ ପିଲା କୁଆଡେ ଯିବେ, କଣ କରିବେ? ତାଙ୍କର ବାଧ୍ୟ ହେଇକି ସେମାନେ କରୁଛନ୍ତି, ତାଙ୍କର ବି ଆମେ ଭୁଲ ଧାରଣା ଦେବାର ଉଚିତ ନାହିଁ। କିନ୍ତୁ ମତେ ସେଇ କାମରୁ ଏଇ କାମ ମତେ ପସନ୍ଦ, କାମ କଷ୍ଟ କରିକି ରହିବା ମତେ ପସନ୍ଦ। ସେଥିପାଇଁ ହଁ ଯେମିତି କହିଲେ କି ଆପଣଙ୍କୁ ଏଇ କାମଟା ପସନ୍ଦ, ଆପଣ ଏଇ କାମ ଆଜ୍ଞା କରୁଛନ୍ତି। ତ କଣ ସେମାନେ ବି ତ ଗୋଟେ ନର୍ମାଲ ମଣିଷରେ ଯଦି ଆମେ ତାକୁ ଆଜ୍ଞା ଆଜ୍ଞା ଗଣିବା, ଆଜ୍ଞା ତାହେଲେ ସେମାନେ ବି ଆମ ଭଳିଆ କାମ ତ କରିପାରିବେ। କରିପାରିବି, ନିଶ୍ଚୟ କରିପାରିବି। ଯଦି ବି କିଏ ଚାକିରି ନ କରିପାରିଲା, ଚାକିରି ଛଡା ବି ବହୁତ ଜିନିଷ ଅଛି, ଯେମିତି କି କିଏ ବିଜନେସ କରିପାରିବ, ଦୋକାନ କରିପାରିବ, କୋଉ ଜାଗାରେ ଯାଇ ଖଟି ପାରିବ, କାମ କରିପାରିବ। ବଟ ସେଇ ସବୁକୁ ନ ଆପଣେଇ କାହିଁକି ସହଜ ଉପାୟକୁ ଲୋକମାନଙ୍କ ମାଇଣ୍ଡ ସେଠି ବହୁତ ଆଉ ଚେଞ୍ଜ ହେବାର ଅଛି ଆଗକୁ ଯାଇକି। ମୁଁ କହିବା କଥା, ଗୋଟେ ଦୋକାନ ଦେଲେ ସେ ଦୋକାନ ପାଖରେ କିଏ ଗୋଟେ କିନରା ଦୋକାନ ଦେଇଛି ମାନେ ଦି ଲୋକ ଯିବ, 8 ଲୋକ ସେଠି ଯିବନି, 10 ଜଣ ଭିତରେ ମୁଁ କଥା ମାନେ ଏଇଟା କଣ କେବେ ଅନୁଭବ ହଁ କରିଛନ୍ତି, ପୁରା ଆମେ କରିଛନ୍ତି? କରିଛୁ ବୋଲି ଆମେ କହୁଛୁ। ଆଉ ଗୋଟେ ଘର କାମ ହେଲେ ଦେବେ, ସେ ସବୁ ଭାବିବେ ଆଉ ତମେ କଣ କରୁଛ, ଆଜି କଣ କରୁଥିଲ, ଆମ କଥା ସବୁ ପଚାରିବେ। ତାପରେ ଘର ଗୋଟେ ବାସନ ମାଜିବା ପାଇଁ କାମ ଦେବା ପାଇଁ ବି ପଛ ଅକ୍ଷେ ଲୋକ ଅଛନ୍ତି। ସେଥିପାଇଁକା ଆଉ ସେମାନେ କଣ କରିବେ? ଯଦି ସମାଜରେ ପରିବର୍ତ୍ତନ ଆସିବ, ଯେ ଲୋକ ମାନେ ସେଇ ନଜରରେ ନ ରଖିକି ଆଜ୍ଞା ଥାର୍ଡ ଜେଣ୍ଡରକୁ ବି ସ୍କୋପ ଦେବେ କି ନାଇଁ, ତମେ ଆସ ଆମକୁ ହାଉସ ହେଲ୍ପ ବି କର, ତାହେଲେ କଣ ଥାର୍ଡ ଜେଣ୍ଡର ସେ କାମଟା ଆକ୍ସେପ୍ଟ କରିବେ? କରିପାରିବି, ନିଶ୍ଚୟ ଏଇଟା କରିପାରିବି। କଣ ଗୁନଗୁନର ମତ, ନା ଗୁନଗୁନ ଜାଣିଛି ଯେ ଯଦି ମୁଁ ବି ଗୋଟେ କିନରଟା, ସେଥିପାଇଁକା କିନର ମନ ଜାଣିକି ମୁଁ କହୁଛି।